ଧନ୍ୟବାଦ ଯାହାକି ଆଜି ଗୋଟିଏ ଦିନ ପବିତ୍ର ଦିନ ପରମେଶ୍ୱର ଆଜି ଆମମାନଙ୍କୁ ସମସ୍ତଙ୍କୁ ଦେଇଅଛନ୍ତି। ଯାହାକି ପରମେଶ୍ୱର ଆଜି କେତେ ସୁନ୍ଦର ସମୟ ଦେଲେ, ଯାହାକି ଆଜି ପ୍ରଭୁଙ୍କର ଅନୁଗ୍ରହରେ ଆଜି ଆମେ ସମସ୍ତେ ପାଇଅଛୁ। ଆଜି ଗୋଟିଏ ଛୋଟିଆ ବାକ୍ୟ କହିବାକୁ ଯାଉଅଛି। ଏଇଟା ଯାହାକି ସମସ୍ତଙ୍କ ପାଇଁ। ଟପିକଟା ଶୁଣ, ଭଲ ବଦଳି ମନ୍ଦ। ଆଜି ଯାହାକି ଭଲ ବଦଳି ମନ୍ଦ କରୁଛନ୍ତି ବହୁତ ଲୋକ, ଯାହାକି ସମସ୍ତେ ଜାଣୁଛନ୍ତି। ଦେଖିବା ଆମେ ଡାଇରେକ୍ଟ ବାକ୍ୟ ଦେଖିବା। ହିତ ପରେ 17:13 କ'ଣ ଲେଖା ଅଛି ଦେଖ। ଯେଉଁ ଲୋକ ଭଲ ବଦଳି ମନ୍ଦ କରେ ତାହାର ଗୃହରେ ମନ୍ଦ କେବେ ଛାଡ଼ିବ ନାହିଁ। ଯେଉଁ ଲୋକ ଭଲ ବଦଳି ମନ୍ଦ କରେ, ଯେଉଁମାନେ ଆଜି ଭଲ ଜିନିଷ ଜାଣିକି ମନ୍ଦ କାମ, ଅନ୍ୟାୟ କାମ, ଅତ୍ୟାଚାର କରୁଅଛ, ସେମାନଙ୍କ ପାଇଁ ବହୁତ ବିପଦ ଆସୁଅଛି। ଯାହାକି ଆମେ ଦେଖାନିଆ କରୁ ଯାହାକି ଆମେ ଦେଖାନିଆ। ଯେଉଁ ଲୋକ ଭଲ ବଦଳି ମନ୍ଦ କରେ, ଯେଉଁମାନେ ଭଲ ଜାଣିକରି ମନ୍ଦ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ବହୁତ ବିପଦ ଅଛି। ଯେଉଁମାନେ ଯେ ପରମେଶ୍ୱରକୁ ଜାଣିଅଛନ୍ତି, ଯେଉଁମାନେ ପରମେଶ୍ୱର ଜାଣିକରି ଭଲ ବଦଳି ମନ୍ଦ କାର୍ଯ୍ୟ କରୁଛନ୍ତି, ଯାହାକି ଆଜି ଗୋଟିଏ ମଣିଷକୁ ତମେ ମିଥ୍ୟା କହିପାର, କି ଗୋଟେ ଆପଣ ବଡ଼ ଲୋକ କହିପାର, କେବଳ ପରମେଶ୍ୱର ଜାଣୁଛନ୍ତି। ଏଇଟା ସମସ୍ତଙ୍କ ପାଇଁ। ଯାହାକି କ'ଣ ଲେଖା ତାପରେ, ତାହାର ଗୃହରେ ମନ୍ଦ କେବେ ଛାଡ଼ୁ, ତାହାର ଗୃହରେ କେବେ ମନ୍ଦ ଛାଡ଼ିବ ନାହିଁ। ଜାଣୁଛ ଏଇଟା ଭଲ ଜିନିଷ, କେବଳ ବଞ୍ଚିବା ଲାଗି ନିଜର ସ୍ୱାର୍ଥ ଲାଗି ଯଦି ମନ୍ଦ କାର୍ଯ୍ୟ କରୁଛ, ଆପଣଙ୍କ ପରିବାରରେ କ'ଣ, ଆପଣ ଦ୍ୱାରା ସେ ପରିବାର କେବେ ଗୋଟେ ଆଶୀର୍ବାଦ ପାଇପାରିବେ ନାହିଁ। ବହୁତ ଯାହାକି ବିପଦ। ସେଥିପାଇଁ ପ୍ରିୟ ଲୋକମାନଙ୍କୁ କହୁଛି, ପ୍ରିୟ ଫ୍ୟାମିଲିକୁ, ଯେ ଯାହାକି ଭଲ ଜିନିଷ, ଭଲ ଉପକାର କର। ଯାହାକି ଆପଣ ନିଜେ କରିବେ ଭଲ ମଣିଷ, କି ଭଲ ଗୋଟେ ବୋଲି କହୁଛ, କିନ୍ତୁ ଆପଣଙ୍କୁ ଅନ୍ୟ ଲୋକମାନେ କ'ଣ କହୁଛନ୍ତି ସେଟା ନିଜେ ଚିନ୍ତା କରନ୍ତୁ। ବିଶ୍ୱାସୀ ମାନଙ୍କୁ ଆଉ ଯେଉଁମାନେ ପରମେଶ୍ୱରକୁ ଜାଣିନାହାନ୍ତି ସେମାନଙ୍କ ପାଇଁ ବି, ଯାହାକି ଭଲ ଯଦି ମନ୍ଦ କାର୍ଯ୍ୟର, ତା ପାଇଁ ବହୁତ ଅସୁବିଧା। ସେଥିପାଇଁ ଯାହାକି ଭଲ ବୋଲି ଯଦି ଜାଣୁଛ, ଭଲ କାର୍ଯ୍ୟ କରନ୍ତୁ। ଯାହା ଭଲ କାର୍ଯ୍ୟ କରିଲେ ଆପଣମାନଙ୍କ ଦ୍ୱାରା ଆପଣ ପରିବାର, ଯେତେବେଳେ ଆପଣ ଭଲ କାର୍ଯ୍ୟ କରିବ, ଭଲରେ ବଞ୍ଚିପାରିବ। ଭଲ ଏଇଠି ନା, ଭଲ ମନ୍ଦ କର୍ମ କର ନାହିଁ, ଖରାପ କାମ କର ନାହିଁ, ଖରାପ ଜିନିଷକୁ ଯାଅ ନାହିଁ, ଖରାପ ଯାଅ ନାହିଁ। ଆଜି ବହୁତ ଲୋକ ଭଲ ଜିନିଷ ଜାଣିଛନ୍ତି, କେବଳ ଖରାପ କାର୍ଯ୍ୟରେ ଆଉଜି ପଡ଼ୁଅଛନ୍ତି। କେବଳ ଭଲ ଜିନିଷକୁ ଜାଣିକି ଖରାପ ଜିନିଷକୁ ପରିତ୍ୟାଗ କରିକି ଭଲ ଜିନିଷକୁ ଆସନ୍ତୁ। ଯାହାକି ଯଦି ଭଲରେ ଚାଲିବ, ଭଲରେ କଷ୍ଟ ଆସୁଛିନେ, ଯାହାକି ଆପଣ ପାଇଁ ଉପକାର ଅଛି। ଯେମିତି ଆମେ ଦେଖୁଛୁ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଆସିଲେ, ସେ ଯାହାକି ଜଗତରେ ସୁଖ ଚେଷ୍ଟା କରୁନାହାନ୍ତି। ଆମେ ଯଦି ଭଲରେ ଯଦି କଷ୍ଟ ପାଉଛୁ, ଆମ ଲାଗି ବହୁତ ଆଶୀର୍ବାଦ ଅଛି। ସେଥିପାଇଁ ଆପଣମାନେ ଖରାପ କାମକୁ ଆକର୍ଷଣ ହୁଅ ନାହିଁ। ଭଲ ଜିନିଷରେ ଭଲ କାର୍ଯ୍ୟ କର। ଯେମିତି ଆମର ପାଖରେ ବାପା ମା ଥିଲେ, ଆମେ ଭଲ କାର୍ଯ୍ୟ କରୁଛୁ, କି ଯଦି ପରିବାର ଥିଲା ଆମେ ଭଲ କାମ କରୁଛୁ, କ'ଣ ଆମର ଗୋଟେ ଭଲ ନାମ ରହିବା ଲାଗି, ଭଲ ଗୋଟେ ରେସପେକ୍ଟ ପାଇବା ଲାଗି। ସେମିତି ପର୍ସନାଲ କିନ୍ତୁ ବ୍ୟକ୍ତିଗତ ଯେକୌଣସି ଜାଗାରେ ରହିଲେ ବି ଗୋଟେ ଭଲ କାମ କର, ଭଲ ଉପକାର କର। ଯାହାକି ଆପଣ ଦ୍ୱାରା ଭଲ ଜଣେ ଜାଣିବାର, ଯାହା ହଉ ସେଇଟା ଭଲ ଶିକ୍ଷା ଦେଉଛି, ଭଲ କଥା କହୁଛି, ଭଲ କରୁଛି।
ସମସ୍ତେ ଭଲରେ ଚାଲନ୍ତୁ, ମନ୍ଦ କାର୍ଯ୍ୟକୁ ଦୂରେଇ ଯାଆନ୍ତୁ। ଆଜି ସବୁ ଜାଗାରେ ମୁଁ ଦେଖୁଛି ଯେ ମନ୍ଦରେ ବହୁତ ଲୋକ ସେ ମନ୍ଦ କାମକୁ ପରିତ୍ୟାଗ କରିକି ଭଲରେ ଚାଲନ୍ତୁ। ଯାହାକି ଏହି ସୁନ୍ଦର ବାକ୍ୟ ଦେଇ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ, ତମେ ସୁନ୍ଦର ସମୟ ଦେଲ ବାପା। এই সুন্দর বাক্য দ্বারা বাপা প্রভু ଯୋଉମାନେ ପ୍ରଭୁ ଭଲ ଭାବରେ ମନ୍ଦ ଛାଡ଼ି ପ୍ରଭୁ ଭଲରେ କରିବାରେ ସାହାଯ୍ୟ କର। ଧନ୍ୟବାଦ ଯୀଶୁ, ଏହି ବାକ୍ୟରେ ଅନେକ ଲୋକ ପରିବର୍ତ୍ତନ ଏହି ବାକ୍ୟ ନିଜ ଜୀବନ ଲାଗୁ କରି ଆଗକୁ ବଢ଼ି ତୁମେ ଧନ୍ୟବାଦ ପ୍ରଭୁ। ପ୍ରାର୍ଥନା ଶୁଣିବ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ନାଗୁଛି ଆମେନ୍। এইটা ଲାଷ୍ଟ ପର୍ଯ୍ୟନ୍ତ ଶୁଣିବ, ଯଦି ଶୁଣିବ ସମସ୍ତେ ଯାଇ ସମସ୍ତଙ୍କୁ ସେୟାର କରିବ, ନିଜ ବନ୍ଧୁବାନ୍ଧବ ନିଜ ସାଙ୍ଗସାଥିକୁ, ଯାହାକି ଭଲ ରାସ୍ତା ଯେମିତି ସମସ୍ତେ ଆସିପାରିବେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ନମସ୍କାର।